ନାଇଁ 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 ଆମକୁ ଅଲଗା ଦଳର ନେତା ମାନେ ଆସିଛନ୍ତି ଦେଖା କରିବା ପାଇଁ, କିନ୍ତୁ ସରକାରଙ୍କ ନେତା କେହି ଆସିନାହାନ୍ତି ଦେଖା କରିବା ପାଇଁ। ବିଜେଡି ଆସିଛି, କଂଗ୍ରେସ ଆସିଛି, କିନ୍ତୁ ବିଜେପି ଆସିନି। ବିଜେପି ଆସିନି, ଏପର୍ଯ୍ୟନ୍ତ ଆସିନି ବିଜେପି କେହି। ବିଜେଡି ଆସିଛି, କଂଗ୍ରେସ ଆସିଛି, ଦେଖା କରିକି ଯାଇଛନ୍ତି, ବୁଝିକି ଯାଇଛନ୍ତି, କିନ୍ତୁ ବିଜେପିରେ କେହି ବି ଆସିନାହାନ୍ତି। ମହିଳା ଆଜ୍ଞା ଆମେ ଚାହୁଁଛୁ ଆମର ପିଆର ମିନିଷ୍ଟରଙ୍କୁ ଦେଖା କରିକି, ଆମେ ବହୁତ ଥର ଟ୍ରାଏ କରୁଛୁ, ଯେତେବେଳେ ନ ପାଇଲୁ ଆମେ ଆସିକି ରାଜରାସ୍ତାରେ ଓହ୍ଲେଇଲୁ। କଣ କରିବୁ? ଏହି ଦୃଶ୍ୟଟି ଆପଣମାନେ ନିହାତି ଭଲ ଭାବରେ ଦେଖିପାରୁଥିବେ ଆଉ ଜାଣିପାରୁଥିବେ। ଯେତେବେଳେ ଏମଆରପି ତ ଯାହା ବି ହଉ ଆପଣମାନେ ଯେତେବେଳେ ଆନ୍ଦୋଳନ ସ୍ଥାନକୁ ଆସିଛନ୍ତି, ଯାହାକି ସମସ୍ତଙ୍କର ଦଳ ଏଠି ଆସି ସମସ୍ତଙ୍କୁ ସମାଧାନ ଦେବା ସହିତ ସେ ବିଜେପି ଦଳକୁ ଛାଡ଼ି ବର୍ତ୍ତମାନର ଶାସକ ଦଳକୁ ଛାଡ଼ି ଆଉ ସେଠି କଂଗ୍ରେସ ତା ସହିତ ବିଜେଡି ଦଳ ଯେତେବେଳେ ଆସି ଆଜି ସେମାନଙ୍କୁ ସାନ୍ତ୍ୱନା ଦେବା ସହିତ ବହୁତ କିଛି କଥା ହେଇ ସେମାନଙ୍କର ଭଲ ମନ୍ଦ ବୁଝୁଛନ୍ତି। କିନ୍ତୁ ଆଜି ଯେତେବେଳେ ଡବଲ ଇଞ୍ଜିନ ସରକାର, ଯେତେବେଳେ ବିଜେପି ସରକାର ସବୁବେଳେ କହୁଥିଲା ମୁଁ ଲୋକଙ୍କ ସରକାର, ଯେତେବେଳେ ସେ ବର୍ତ୍ତମାନ ଆଜି ପର୍ଯ୍ୟନ୍ତ 8 ଦିନ ହେଇଗଲା ମଧ୍ୟ ସେମାନଙ୍କର ଆନ୍ଦୋଳନକୁ ଦେଖା କରିବା ସହିତ ତ ଗୋଟିଏ ବିଧାୟକ ତ ଗୋଟିଏ ମନ୍ତ୍ରୀ ବା ଆମର ମୁଖ୍ୟମନ୍ତ୍ରୀ ମଧ୍ୟ ଆଜି ଯାଇନାହାନ୍ତି। କାରଣ କାହିଁକି ଯାଇନାହାନ୍ତି? ଯେତେବେଳେ ସେ ବହୁତ କିଛି କହିଥାଏ ବା କହୁଥିଲା କି ମୁଁ ସବୁ ପ୍ରଥମେ ଲୋକଙ୍କର ମନ୍ତ୍ରୀ ବା ଲୋକଙ୍କର ଦଳ, ଆଜି ବର୍ତ୍ତମାନ ଶେଷରେ ସେମାନଙ୍କର ଅସଲି ପରିଚୟ ନିହାତି ଭାବରେ ସାଧାରଣ ଜନତା ଉପରେ ବା ସାଧାରଣ ଲୋକଙ୍କ ଉପରେ ଆଜି ନିହାତି ଭାବରେ ଦେଖିପାରୁଥିବେ। ଏ ହେଉଛି ପ୍ରକୃତ ଦୃଶ୍ୟ। ଯେତେବେଳେ ଏ ସରକାର ବହୁତ କିଛି ବଡ଼ ବଡ଼ ଭାଷଣ ମାରିବା ସହିତ ବହୁତ କିଛି କଥା କହି ଯେତେବେଳେ ଶାସକ ଦଳରେ ଶାସନ କରୁଛି, ଶେଷରେ ସବୁ କିଛି ଆଜି ଭୁଲି ଯାଇଛି। ଏ ହେଉଛି ଅସଲି ପରିଚୟ। ଯେତେବେଳେ ଡବଲ ଇଞ୍ଜିନ ସରକାର ଡବଲ ବିକାଶ ଧାରାରେ ଯେତେବେଳେ ଓଡ଼ିଶାକୁ କହୁଥିଲା ମୁଁ ଡବଲ ବିକାଶ କରିବା ସହିତ ମୁଁ ଓଡ଼ିଶାକୁ ନମ୍ବର 1 କରିବି, ଶେଷରେ ଏମିତି ସାଧାରଣ ଜନତାଙ୍କ କଥା ମଧ୍ୟ ଆଜି ଶୁଣୁନାହିଁ। ଏ ହେଉଛି ଅସଲି ପରିଚୟ।